ଶ୍ରୀମନ୍ଦିର ରେ ଯଦି 31 ତାରିଖ ଏବଂ 1 ତାରିଖ 31 ଡିସେମ୍ବର ଏବଂ 1 ଜାନୁଆରୀ ରେ ଯଦି ବିଶେଷ ବ୍ୟବସ୍ଥା ନ କରା ହୁଅନ୍ତା, ମହାପ୍ରଭୁଙ୍କର ଯୋଉ ଦୈନନ୍ଦିନ ନୀତିକାନ୍ତି ଅଛି ତାକୁ ପରିବର୍ତ୍ତନ ନ କରାଯାନ୍ତା, ମତେ ଲାଗୁଛି ଏଇଟା ଗୋଟେ ହିନ୍ଦୁ ଜନମାନସ ଉପରେ ପ୍ରଭାବ ପକାନ୍ତା ଯେ ନାଇଁ ଶ୍ରୀମନ୍ଦିରରେ ଏ କଥା ପାଳନ କରାହଉନି ବା ଏହା ପାଇଁ କୌଣସି ବ୍ୟବସ୍ଥା କରାହଉନି। ତାର ଅନୁରୂପ ମଧ୍ୟ ଓଡ଼ିଶାର ଅନ୍ୟାନ୍ୟ ମନ୍ଦିର ମାନଙ୍କରେ ମଧ୍ୟ ସେମାନେ କୌଣସି ବ୍ୟବସ୍ଥା କରନ୍ତି ନାହିଁ। ଏବଂ ଆମେ ଆଶା ରଖିବା ଯେ ଶ୍ରୀମନ୍ଦିର ପ୍ରଶାସନ ନିଶ୍ଚିତ ଭାବରେ ଏ ବାବଦରେ ଯତ୍ନବାନ ହବ। ଆମେ ବିଗତ ଅନେକ ବର୍ଷ ଧରି ସିଂହଦ୍ୱାର ସାମ୍ନାରେ ଜାନୁଆରୀ 1 ତାରିଖ ଦିନ ଲୋକମାନଙ୍କୁ ଏ ବାବଦରେ ସଚେତନ କରିଥାଉ। ପ୍ଲାକାର୍ଡ ମାଧ୍ୟମରେ, ଲିଫଲେଟ୍ ମାଧ୍ୟମରେ, ବ୍ୟାନର ମାଧ୍ୟମରେ ଲୋକଙ୍କୁ କହିଥାଉ ଯେ ରାଷ୍ଟ୍ରୀୟ ନବବର୍ଷ ଆମେ ପାଳନ କରିବା ଏବଂ ପଣା ସଂକ୍ରାନ୍ତି ଆମର ଓଡ଼ିଆ ନବବର୍ଷ ଆମେ ପାଳନ କରିବା। ମୁଁ ଆଶା କରୁଛି ରାଜ୍ୟ ସରକାର ଏଥିପ୍ରତି ଯତ୍ନବାନ ହେବେ ଏବଂ ଆମର ଯେଉଁମାନେ ପାରମ୍ପରିକ ରୀତିନୀତିରୁ ପାରମ୍ପରିକ ବ୍ୟବସ୍ଥାରୁ ଧ୍ୟାନ ହଟି ଯେଉଁମାନଙ୍କର ଶ୍ରୀମନ୍ଦିର ତରଫରୁ ଯଦି ଏଇ 31 ତାରିଖ ଡିସେମ୍ବର ଏବଂ 1 ତାରିଖରେ ଯଦି କୌଣସି ବ୍ୟବସ୍ଥା ନ କରାଯାନ୍ତା ତାହେଲେ ନିଶ୍ଚିତ ଭାବରେ ସେମାନଙ୍କ ମନ ପରିବର୍ତ୍ତନ ହୁଅନ୍ତା, ସେମାନେ ରାଷ୍ଟ୍ରୀୟ ନବବର୍ଷ ଏବଂ ଓଡ଼ିଆ ନବବର୍ଷ ପାଳନ କରନ୍ତେ। ଶୁଣନ୍ତୁ, ନୂଆ ବର୍ଷଟି ବର୍ତ୍ତମାନ ଗୋଟେ ସିନା ପାଳନ କରାଯାଉଛି, କିନ୍ତୁ ଆମର ନୂଆ ବର୍ଷଟା ଜମା ଏଇନେ ନୁହେଁ। କାହିଁକିନା ଆମର ବୈଶାଖ ମାସ ଆମର ପଣା ସଂକ୍ରାନ୍ତିରୁ ଆମର ନବବର୍ଷର କାର୍ଯ୍ୟ ଆରମ୍ଭ ହୁଏ ଏବଂ ଆମର ସଂକ୍ରାନ୍ତିଠୁ ମନ୍ଦିରରେ ସଂକ୍ରାନ୍ତିଠୁ 1ଠୁ ଆମର ନୀତିଗତିର ନିୟମ ମାନେ ଆରମ୍ଭ କରାଯାଏ। ଏ ସବୁ ଜିନିଷ ଗୁଡ଼ାକ ଆମର ବ୍ୟବସ୍ଥା ଅଛି। ତେଣୁକରି ଏଇଟାକୁ କାଳକ୍ରମେ ଲକ୍ଷ ଲକ୍ଷ ଲୋକ ସେଦିନ ହୁଅନ୍ତି, ଆକୁ ଗୋଟେ ଜାଣି ଶୁଣିକିରି ଆମର ଖୁବ୍ ଶୀଘ୍ର ଦିନ ରାତ୍ର 11ଟାରେ ପହୁଡ଼ କରିକିରି ପୁଣି 12ଟା ଭିତରେ ଦ୍ୱାରକୁ ଫିଟେଇ ଦିଅନ୍ତି। ଗୋଟେ ଘଣ୍ଟା ମହାପ୍ରଭୁକୁ ପହୁଡ଼ କଲେ ତା ଦେହରେ ସମସ୍ତ ମାନେ ଆମର ଯେଉଁମାନେ ସବୁ ଅଛନ୍ତି ପରିଚାଳନା କମିଟିର ଜଣେ ସଦସ୍ୟ ଯେଉଁ କଥାଟି କହିଛନ୍ତି, ଆମେ ବି ତା ଭିତରେ ଏକମତ ହେବା ଦରକାର ଏବଂ କୌଣସି ନିଷ୍ପତ୍ତି ହୋଇନାହିଁ କେଉଁ ସମୟରେ ଦ୍ୱାର ଫିଟିବ ବୋଲି। କାହିଁକିନା ମୁଖ୍ୟ ପ୍ରଶାସକ ସିଧା କହିଛନ୍ତି 11ଟାରେ ଆମେ ପହୁଡ଼ କରିବୁ, ଅବସ୍ଥା ଦେଖିକି ତାପରେ ଆଲୋଚନା କରିକିରି ତାପରେ ଯାହା କରିବେ। ତେଣୁକରି ଆମର ବର୍ତ୍ତମାନ ଏଇନେ ପହିଲି ଭୋଗର ବ୍ୟବସ୍ଥା ଚାଲିଛି। ପହିଲି ଭୋଗ ହେଉଛି ମାନେ 3:30 3ଟା ଭିତରେ ଦ୍ୱାର ଫିଟି ଯାଉଛି ଏବଂ ଦ୍ୱାର ଫିଟିଗଲେ କୌଣସି ଅସୁବିଧା ନାହିଁ। ତେଣୁକରି ଯେଉଁ ପହିଲି ଭୋଗର ଯେଉଁ ବ୍ୟବସ୍ଥା ଅଛି, ଯେଉଁ ସମୟରେ ଆମର ପହିଲି ଭୋଗର ବ୍ୟବସ୍ଥା ହେଇଛି ଦ୍ୱାର ଫିଟିବା ପାଇଁ, ସେହି ସମୟରେ କାହିଁକିନା ଏଇନେ ପହିଲି ଭୋଗ ଆମର ଭୋର 6ଟା ଭିତରେ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗର ବ୍ୟବସ୍ଥା ସରିଯାଇଥାଏ। ତେଣୁକରି ସେହି ଅନୁସାରେ ଯେଉଁଠି ପହିଲି ଭୋଗର ନୀତିକାନ୍ତି ଯେଉଁଭଳି ଭାବରେ ବ୍ୟବସ୍ଥା କରାଯାଇଛି, ପହିଲି ଭୋଗରେ ଯେଉଁ ସମୟ ଦିଆଯାଇଛି ଦ୍ୱାର ଫିଟିବା ପାଇଁ, ସେହି ସମୟରେ ଦ୍ୱାର ଫିଟାଯାଉ। ସେହି ସମୟରେ ଦ୍ୱାର ଫିଟିଲେ ବି କୌଣସି ଅସୁବିଧା ନାହିଁ। ତେଣୁକରି ଆମେ ତାକୁ ଜାଣି ଶୁଣିକରି 12ଟା ଭିତରେ ଦ୍ୱାର ଫିଟିବାଟା ଏଇଟା ଠିକ୍ ହେବ ନାହିଁ। ପହିଲି ଭୋଗ ଅନୁସାରେ ମହାପ୍ରଭୁଙ୍କ ଦ୍ୱାର ଫିଟାଯାଉ। ଯଦି କହିବା ମଧ୍ୟରାତ୍ରିରେ ଦ୍ୱାର ଫିଟେଇ ମହାପ୍ରଭୁଙ୍କୁ ଅନିଦ୍ରା କରି ଦର୍ଶନ କରାଇବା, ମହାପ୍ରଭୁଙ୍କୁ ପହୁଡ଼ ନ କରିକି ତାଙ୍କର ଦ୍ୱାର ଫିଟେଇବାଟା ଏଇଟା ଉଚିତ ନୁହଁ। ତେଣୁ ସମସ୍ତେ ଏଇଟା ବିରୋଧ କରିବା ଉଚିତ। ତେଣୁ ଯେମିତି ଯେଉଁଟା ଭଲ ହେବ ସେଇଟା ସରକାରଙ୍କୁ ଅନୁରୋଧକୁ ଆମେ କରୁଛୁ ଯେ ସରକାରଙ୍କୁ ଅନୁରୋଧ କରାଯାଉଛି ଏଇଥିପାଇଁ ଯେ ତୁମେ ପରଫେକ୍ଟଲି ଜିନିଷଟା କର, ଯେମିତି ଲୋକମାନଙ୍କ ସୁବିଧା ହେବ ଏବଂ ଜଗନ୍ନାଥ ଯେମିତି ଶୋଇବେ, ଜଗନ୍ନାଥଙ୍କର ଖାଇବା ରହିବା ଶୋଇବା ନୀତିରେ କିଛି ବିଭ୍ରାଟ ନ ହେବ, ଜନସାଧାରଣ ବି ଯେମିତି ସୁରକ୍ଷିତରେ ଦର୍ଶନ କରିକି ଯିବେ। ଆଉ ଯେଉଁ ପ୍ରକାର ମାନେ ଇଏ କରୁଛନ୍ତି, ମାନେ ଭିଡ଼ ହେଉଛି, ଭିଡ଼କୁ ମାନେ ଜିମଦାରି କି ସରକାରଙ୍କ ଜିମଦାରି, ଏଇଟା ସରକାରଙ୍କ ଜିମଦାରି ନୁହଁ ନା। ତେଣୁ ସରକାର ଚିନ୍ତା କରନ୍ତୁ, ସରକାର ଚିନ୍ତା କରନ୍ତୁ। ବର୍ତ୍ତମାନ ଆମେ ଯେମିତି ନୀତିକ୍ରାନ୍ତିକି ନେଇକି ଚଳିବେ ନା। ଆଉ ତମ ମନ ଇଚ୍ଛା କ'ଣ ନୀତି ହେବ? ଜଗନ୍ନାଥଙ୍କ ନୀତି କାହା ମନ ଇଚ୍ଛାରେ ହୁଏନି। ଆମର ଯେଉଁ ଲକ୍ଷାଧିକ ଭକ୍ତ ଆସୁଛନ୍ତି ତାଙ୍କର ଭାବନାକୁ ରଖିକିରି ଆମେ ଏଇଟା କରୁଛୁ। ଆମେ ସେଇ ଅନ୍ୟ ଇଏରେ ଆମେ ଯାଉନେ। ଆମର ସନାତନ ଧର୍ମ ଆମର ସବୁ ଠିକ୍ ଅଛି। ଆମେ ଲକ୍ଷାଧିକ ଭକ୍ତ ଆସୁଛନ୍ତି, ସେମାନଙ୍କୁ ଦର୍ଶନ କରି ଯିବେ, ତାଙ୍କ ଭାବନା ରଖିକିରି ଆମେ ଏଇଟା କରୁଛେ। ଯଦି ଆମେ ସେଟା ନ କରିବା ଏତେ ଲୋକ ଦର୍ଶନ କରିପାରିବେ ନାହିଁ। ଆମର ହିନ୍ଦୁ ଧର୍ମର ଜିନିଷ ଅଛି, ଏକତାଟା ଶୁଭ ଦିନ ଆମେ ପ୍ରଭୁଙ୍କୁ ଟିକେ ଦର୍ଶନ କରି ଯିବା। ଆଉ ଅନ୍ୟ ଶାସ୍ତ୍ର ଦେଖିଲେ ସେ ଅଲଗା କଥା ହେଇଯାଉଛି। ସେ ଯେଉଁ ମହେଶ ବାବୁ କଲେ ଠିକ୍ ସ୍ୱାଗତ, ମୁଁ ତାଙ୍କ ଉପରେ କମେଣ୍ଟ କରୁନି। କିନ୍ତୁ ମୋ କହିବା କଥା ଏଇ ଜିନିଷଟା ଲକ୍ଷାଧିକ ଭକ୍ତ ଆସୁଛନ୍ତି ଶ୍ରଦ୍ଧାଳୁ, ସେମାନେ କିନ୍ତୁ ଭଲରେ ଦର୍ଶନ କରି ଯାଆନ୍ତୁ। ସେଥିଯୋଗୁଁ ପ୍ରଶାସନ ସରକାର ସମସ୍ତେ ଚାହୁଁଛନ୍ତି ଯେ ଶୃଙ୍ଖଳିତ ଭାବରେ ଲୋକମାନେ ଦର୍ଶନ କରି ଯାଆନ୍ତୁ। ଷ୍ଟାଫିଂ ନ ହୁଅନ୍ତୁ, ଇଏ ନ ହୁଅନ୍ତୁ, କିଛି ଅଘଟଣ ନ ଘଟୁ, ସବୁ ଭଲ ଦର୍ଶନ କରି ଯାଆନ୍ତୁ।